ବିଜୁଳି କାମୁଡ଼ିବା ଦ୍ୱାରା 3 ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ। ଉଚ୍ଚ ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ଗଣେଶ ପୂଜା ସମୟରେ ଘଟିଛି ବିଘ୍ନ। ରଘୁନାଥ ଦେବତା ବିଦ୍ୟାପୀଠ ବାଙ୍କି ବ୍ରହ୍ମପୁରାଠାରେ ପୂଜା ଚାଲିଥିବା ସମୟରେ ଘଟିଛି ବଡ଼ ଅଘଟଣ। ବିଜୁଳି ଆକ୍ରମଣରେ ପ୍ରାୟ 3 ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏବେ ଉଚ୍ଚ ଚିକିତ୍ସା ପାଇଁ ବାଙ୍କି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ସ୍କୁଲ ପରିସରରେ ରହିଥିବା ଆଜବେଷ୍ଟ ଘରର ଓରରେ ବିଜୁଳି କରିଛନ୍ତି ବସା, ଯେଉଁଥିପାଇଁ ଆଜି ଘଟିଛି ଏଭଳି ଅଘଟଣ। ବିଜୁଳି କାମୁଡ଼ିବା ଦ୍ୱାରା ପ୍ରାୟ 3 ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ହୋଇଛନ୍ତି ଆହତ। ଯେଉଁ ସ୍ଥାନରେ ଏଭଳି ଅଘଟଣ ଘଟିଛି ସେହି ବିଦ୍ୟାପୀଠକୁ ଲାଗି କରି ରହିଛି ବାଙ୍କି ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ। କାହିଁକି ଧ୍ୟାନ ନଥିବା ଏଭଳି ବିଦ୍ୟାଳୟ ପରିସରରେ ରହିଥିବା ବିଜୁଳି ବସା ଉପରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। କଟକରୁ ମାନସ କୁମାର ସାହୁଙ୍କ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।